No gold is not enough. हेलो फ्रेंड, वेलकम टू ट्रेड ऑर्बिट। फ्रेंड, ऑलरेडी मु जो सेटअप्स आपन सहित शेयर करछि एबे कंटिन्यूअसली मु सेही सेटअप्स हाउ टू इम्प्रोवाइज मोर एंड हाउ टू डेवलप दैट सिस्टम एज ए बेस्ट सिस्टम। तो सेही प्रयास आमे करूछंती। तो एबे आमे कौन एक्सट्रा କରିପାରିବା ସୋ ଦ୍ୟାଟ୍ ଆମକୁ ବେଟର ଟ୍ରେଡ୍ ଅପରଚ୍ୟୁନିଟି ମିଳିବ ଏବଂ ଆମେ ପ୍ରଫିଟେବଲ୍ ହବା ବାଇ ଦ ସେମ୍ ସିଷ୍ଟମଟା ମୁଁ ଆଉଥରେ ମନେ ପକାଇ ଦେଉଛି। ଏଥିରେ ମୁଁ ୟୁଜ୍ କରିଥିଲି ଯେ ଟ୍ରେଣ୍ଡ ଆଇଡେଣ୍ଟିଫିକେସନ୍ ପାଇଁ ଚପ୍ ଏବଂ ୟୁଜ୍ କରିଥିଲି ଯେ ଟ୍ରେଣ୍ଡର ରିଭର୍ସାଲ ଆଇଡେଣ୍ଟିଫାଇ କରିବା ପାଇଁ ଭର୍ଟେକ୍ସ ଇଣ୍ଡିକେଟର ଏବଂ strength of the trend and the trend is associated with the volume or not ସେଥିପାଇଁ ମୁଁ ୟୁଜ୍ କରିଥିଲି ପିଭିଟି ଏବଂ ଟ୍ରେଣ୍ଡକୁ ଆଇଡେଣ୍ଟିଫାଏ କରିବା ପାଇଁ ତ ଏନାଦର ଇଣ୍ଡିକେଟର ୟୁଜ୍ କରିଥିଲି ଦ୍ୟାଟ୍ ଇଜ ଦ ସିମ୍ପଲ ମୁଭିଂ ଆଭରେଜ। କ୍ଲିୟର? ଆଜି ଏଇ କନସେପ୍ଟରେ ମୁଁ ଆଉ ଦିଟା ତଡକା ଆଡ୍ କରିବି। କଣ? ଦେଖନ୍ତୁ, ଆପଣ ହୁଏତ ଭାବିପାରନ୍ତି ଯେ ଏତେ ସାରା କନସେପ୍ଟର ଆବଶ୍ୟକତା କଣ ଅଛି। ରିଜିନ୍ ହେଲା ଯେତେବେଳେ ଆପଣ ଆକୁରେସିକୁ ଅଧିକ କରିବେ ନା ଏବଂ ମାନେ 100% ତ କିଛି ନୁହଁ, କିନ୍ତୁ ଯଦି ଆପଣଙ୍କର ସିଷ୍ଟମ 80 to 90% ଆକୁରେଟ୍ ହେଇଗଲା ତ ଇଟ୍ ଇଜ ଅଲସୋ much more effective for your trading opportunity to get your trading opportunity। ତ ସେଥିପାଇଁ ମୁଁ ଆଉ କଣ କଣ ସବୁ ଆଡ୍ କରିବି ଆପଣ ବୁଝନ୍ତୁ। ଆଡ୍ କରିବାର କାରଣ ହେଲା ନା ବିକଜ ପ୍ରାଇସ୍ ଅଲୱେଜ ମୁଭ୍ ଅନ୍ ଦ ବେସିସ୍ ଅଫ୍ ଡିମାଣ୍ଡ ଆଣ୍ଡ ସପ୍ଲାଏ। କ୍ଲିୟର? ଡିମାଣ୍ଡ ଆଣ୍ଡ ସପ୍ଲାଏ କୋଉ ଜାଗାରୁ କ୍ରିଏଟ୍ ହବ ସେଥିପାଇଁ ଆପଣଙ୍କୁ ସପୋର୍ଟ ଆଣ୍ଡ ରେଜିଷ୍ଟାନ୍ସ ଦେଖନ୍ତୁ। ଯୋଉ ଜାଗାରୁ ଡିମାଣ୍ଡ କ୍ରିଏଟ୍ ହେଲା ଦ୍ୟାଟ୍ ପଏଣ୍ଟ ଇଜ ଏ ସପୋର୍ଟ ରିଜିଅନ୍ ଆଣ୍ଡ ଯୋଉ ଜାଗାରେ ସପ୍ଲାଏ କ୍ରିଏଟ୍ ହେଲା ଦ୍ୟାଟ୍ ରିଜିଅନ୍ ଇଜ ଏ ରେଜିଷ୍ଟାନ୍ସ ରିଜିଅନ୍। ସପୋଜ ମାନିକି ଚାଲନ୍ତୁ ପ୍ରାଇସ୍ ଏଇ ଜାଗାରୁ ରିଜେକ୍ଟ ହେଲା, ଦ୍ୟାଟ୍ ମିନ୍ସ ହ୍ୱାଟ some ମାନେ the investors or the big fish now selling from this zone। ଏଇ ଜାଗାରୁ ସେମାନେ ସେଲ୍ କଲେ ବୋଲି ତ ପ୍ରାଇସ୍ ଡ୍ରପ୍ ହେଲା ନା। ତାମାନେ ଦିସ୍ ଇଜ ଏ ରେଜିଷ୍ଟାନ୍ସ ଏଣ୍ଡ ଇଫ୍ ଦ ପ୍ରାଇସ୍ ନାଉ ମୁଭିଂ ଅପ୍ ତାମାନେ ଦିସ୍ ଇଜ ଦ ସପୋର୍ଟ ରିଜିଅନ୍। କ୍ଲିୟର? ତ ଆମେ ସପୋର୍ଟ ଆଣ୍ଡ ରେଜିଷ୍ଟାନ୍ସକୁ ଯଦି ଆଡ୍ କରିଦେବା এই সিস্টম সহিত then it is also a very effective method along with our normal methods। କ୍ଲିୟର? ସେଥିପାଇଁ କ'ଣ କରାଯାଇ ପାରିବ ଆମେ ଏବେ କଥା ହବା। ସେଥିପାଇଁ ଫ୍ରେଣ୍ଡ ମୁଁ ଏବେ କ'ଣ କଲି ନା ସପୋର୍ଟ ରେଜିଷ୍ଟାନ୍ସକୁ ବର୍ତ୍ତମାନ ଏବେ ମୁଁ ପ୍ରିଭିୟସ୍ ଡେର କ୍ୟାଣ୍ଡେଲ ଦେଖନ୍ତୁ। ମୁଁ ସବୁ ଇଣ୍ଡିକେଟରକୁ ବର୍ତ୍ତମାନ ଏବେ କ୍ଲୋଜ କରିଦେଉଛି ତାକି ଯୋଉ କନସେପ୍ଟଟା ଆଜି ମୁଁ ଡିସ୍କସନ କରିବି। ସପୋଜ ଦିସ୍ ଇଜ ଦ ଚାର୍ଟ ଅଫ ଦ ନିଫ୍ଟି। ଏଇଟା ହଉଛି ପୂର୍ବ ଦିନର ଆପଣଙ୍କର କ୍ୟାଣ୍ଡେଲ। କ୍ଲିୟର? ଯେହେତୁ ଏଇଟା ପୂର୍ବ ଦିନର କ୍ୟାଣ୍ଡେଲ ତ ମୁଁ ଏଇ ପୂର୍ବ ଦିନ କ୍ୟାଣ୍ଡେଲ ଏଠି ମୁଁ ଡ୍ର କଲି ପୂର୍ବ ଦିନର ହାଇ, ପୂର୍ବ ଦିନର ଲୋ ଏବଂ ପୂର୍ବ ଦିନର ଓପନ ଏବଂ ପୂର୍ବ ଦିନର କ୍ଲୋଜ। ଏକୁ ଫାଷ୍ଟ ମୁଁ ଚୁଜ୍ କଲି। ଓକେ? ଇନ୍ ଦ ସେମ୍ ୱେ ଏଇ ଚାରିଟା ବର୍ତ୍ତମାନ ଏବେ ପ୍ରାଇସ୍ ଆକ୍ସନକୁ ବର୍ତ୍ତମାନ ମୁଁ ଏଠି ଆଇଡେଣ୍ଟିଫାଏ କଲି। ପୂର୍ବ ଦିନର ହାଇ, ପୂର୍ବ ଦିନର ଲୋ, ଦିସ୍ ଇଜ ଦ ଲୋ ଅଫ ଦ ଡେ ବିଫୋର ଡେ କ୍ୟାଣ୍ଡେଲ ଆଣ୍ଡ ଦିସ୍ ଇଜ ଓପନ ଆଣ୍ଡ କ୍ଲୋଜ। କ୍ଲିୟର? ସେମିତି ମୁଁ ବର୍ତ୍ତମାନ ଏବେ ରେଞ୍ଜ ମାର୍କ କରିବି ପ୍ରିଭିୟସ୍ ୱିକ୍ର ହାଇ ଲୋ କ୍ଲୋଜ ଓପନ ର ଜୋନକୁ ମୁଁ ଆଇଡେଣ୍ଟିଫାଏ କରିବି। ୱିକଲି ପାଇଁ ମୁଁ ଏବେ କଲର ଚେଞ୍ଜ କରିଦେଉଛି। ଏଟାକୁ ମୁଁ ବ୍ଲାକ୍ କଲର ଡିମାର୍କେଟ କରିଲି। ବର୍ତ୍ତମାନ ଅବଜର୍ଭ କରନ୍ତୁ ଓପନ, ହାଇ, ଲୋ ଆଣ୍ଡ କ୍ଲୋଜ ଏ ଚାରିଟା ହିସାବରେ ମୁଁ ବ୍ଲାକ୍ କଲର ୱିକଲି ଓପନ, ହାଇ, ଲୋ, କ୍ଲୋଜକୁ ଆଇଡେଣ୍ଟିଫାଏ କରିଦେଲି। ଓକେ? ଏବେ ଆମର ସପୋର୍ଟ ରେଜିଷ୍ଟାନ୍ସ लगभग କମ୍ପ୍ଲିଟ। ଏବେ ଆପଣ ଦେଖନ୍ତୁ ଏବେ ଆମର ନର୍ମାଲ ଷ୍ଟ୍ରାଟେଜି ଆମେ ଏବେ ଅପରେଟ୍ କରିବା।
କ୍ଲିୟର। ଦେଖନ୍ତୁ ଯାହା ଥିଲା ସେଟଅପ୍ ସେୟା ରହିଲା, କେବଳ ଖାଲି ସପୋର୍ଟ ରେଜିଷ୍ଟାନ୍ସ ଜୋନ୍ ମୁଁ ଖାଲି ଆ, ମାନେ ପୂର୍ବ ଡେର ହାଇ ଲୋ କ୍ଲୋଜ ଓପନରେ ମୁଁ ଆଇଡେଣ୍ଟିଫାଏ କରାଇଥିଲି। କ୍ଲିୟର। ଏବେ ଅବଜର୍ଭ କରନ୍ତୁ ପ୍ରାଇସ୍ କ'ଣ ହେଇଛି। ଆପଣ ଯଦି ନର୍ମାଲି ଦେଖିବେ ଆଜିର ରିଜେକ୍ସନ ବୋଧେ ଏଇ ଜୋନ୍ରୁ ହିଁ ହେଇଛି। କ୍ଲିୟର। ଏଇ ଜାଗାରେ ସପୋର୍ଟ ଯଦି ନେଲାନି ତାମାନେ ଯୋଉ ସେଲିଂ ପ୍ରେସର ଇଜ ମଚ ମୋର, କାରଣ ଏଇ ଜୋନଟା ଆମର ଏଇ ଯୋଉ ରେଡ୍ ହରାଇଜଣ୍ଟାଲ ଜୋନରେ ଏଇଠି ସପୋର୍ଟ ନେବା କଥା, ସପୋର୍ଟ ନେଇନି, ତାମାନେ ଏଇ ଜାଗାରେ ସେଲିଂ ପ୍ରେସର ଇଜ ମଚ ମୋର। ଯଦି ବର୍ତ୍ତମାନ ଏଇ ଜାଗାରେ ସପୋର୍ଟ ନେଲାନି ତାମାନେ ସପୋର୍ଟ ବ୍ରେକ୍ ହେଲା, ଦ୍ୟାଟ୍ ମିନ୍ସ ଯେତେବେଳେ ହ୍ୱେନ୍ ପ୍ରାଇସ୍ ଟ୍ରାଏ ଟୁ ମୁଭ୍ ଅଫ୍, ଏକୁ ଯେତେବେଳେ ବ୍ରେକ୍ କରିବାକୁ ଟ୍ରାଏ କରିବ। କ୍ଲିୟର। ଏଟାକୁ ବି ବ୍ରେକ୍ କରା, ଯେତେବେଳେ ପ୍ରାଇସ୍ ପୁଣି ଉପରକୁ ଯିବାକୁ ଟ୍ରାଏ କରିବ ତ ଅବଭିୟସଲି ଦିସ୍ ସପୋର୍ଟ ନାଉ ବିକମ୍ ଏ ରେଜିଷ୍ଟାନ୍ସ। ବର୍ତ୍ତମାନ ରିଜେକ୍ସନ ଆସିଲା, ସେକେଣ୍ଡ ଟାଇମ୍ ପୁଣି ଉପରକୁ ଗଲା, ବଟ୍ ଏ ଜୋନ୍ ମଧ୍ୟ ତାକୁ ପୁଣି ମାନେ ରିଜେକ୍ଟ କରେଇଲା। ଦେଖନ୍ତୁ ପ୍ରାଇସ୍ ଏଇ ବାର 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 ଏଇ ଯୋଉ ଜୋନରେ ବାର ବାର ରେଜିଷ୍ଟ ନେଲା। କ୍ଲିୟର। ଏବଂ again the price fall down from that zone, rejection again appear here। କ୍ଲିୟର ନା ନାହିଁ। କେତେବେଳେ ପ୍ରାଇସ୍ ଉପରକୁ ମୁଭ୍ କଲା, ପ୍ରାଇସ୍ ଯେତେବେଳେ ଏଇ ଯୋଉ ରେଜିଷ୍ଟାନ୍ସକୁ ଲାଷ୍ଟରେ ମାନେ ଡିସାଇସିଭଲି ବ୍ରେକ୍ କଲା, ଦେନ୍ ଇଟ୍ ୱିଲ୍ ଇମିଡିଏଟଲି ୱିଦିନ୍ 3 to 4 କ୍ୟାଣ୍ଡେଲ, 1 2 3 4 ଫୋର୍ କ୍ୟାଣ୍ଡେଲରେ ଇମିଡିଏଟଲି 65 ପଏଣ୍ଟସର ମୁଭମେଣ୍ଟ ଦେଲା ମାତ୍ର 15 ମିନିଟ୍ସ ଭିତରେ। ଏବଂ ଆପଣ କାଲି ଅବଜର୍ଭ କରିବେ ପ୍ରାଇସ୍ର ନେକ୍ସଟ ଟାର୍ଗେଟ ହେଉଛି ବ୍ଲାକ୍ ଜୋନ୍। ଓକେ, ଏ ବ୍ଲାକ୍ ଜୋନ୍ ହେଉଛି ପ୍ରାଇସ୍ର ନେକ୍ସଟ ଟାର୍ଗେଟ। ଓକେ, ଯଦି ଏଇ ଯୋଉ ହରାଇଜନ ଏଇ ଯୋଉ ହରାଇଜଣ୍ଟାଲ ମାନେ ଲାଇନଟା ଅଛି, ଯଦି ଏକୁ ସେ ବ୍ରେକ୍ କରିଦେଲା ତାହେଲେ ନେକ୍ସଟ ଜୋନ୍ ଇଜ योर 24,896, मतलब 24,900 ପ୍ଲସ୍ ହେଉଛି ନେକ୍ସଟ ଟାର୍ଗେଟ। ଯଦି ଏଇ ଜୋନଟା ମଧ୍ୟ ବ୍ରେକ୍ କଲା, ଏବେ ତାର ନେକ୍ସଟ ଜୋନ୍ ସିଧା ନେକ୍ସଟ ଜୋନ୍ ଅଛି କୋଉଠି ନା at a stretch it will move, at a stretch it will move again immediately to the uh, next zone, that is the 25,055। ଯଦି ଏଟାই ମଧ୍ୟ ବ୍ରେକ୍ କଲା ତାହେଲେ ନେକ୍ସଟ ଟାର୍ଗେଟ ହେଉଛି 25,110। ଦେଖନ୍ତୁ ମୁଁ କହିଲି ଯଦି ବ୍ରେକ୍ କଲା, ଯେମିତି ଏଠି ବି ବାରମ୍ବାର ପ୍ରାଇସ୍ ଉପରକୁ ଯାଉଥିଲା କିନ୍ତୁ ରିଜେକ୍ଟ ହଉଥିଲା, ଯେତେବେଳେ ବ୍ରେକ୍ କଲା ଡିସାଇସିଭଲି immediately then suddenly a strong momentum observe here। ତ ଏବେ ମୁଁ କ'ଣ କହିଲି, ପ୍ରଥମେ ମୁଁ ସପୋର୍ଟ ରେଜିଷ୍ଟାନ୍ସ ଡ୍ର କଲି, ଯେମିତି ମୁଁ ସପୋଜ କାଲି ପାଇଁ ଯଦି ସପୋର୍ଟ ରେଜିଷ୍ଟାନ୍ସ ଡ୍ର କରିବାକୁ ଚାହିଁବି ତାହେଲେ ଅଲରେଡି ତ ମୋର ୱିକ୍ କ୍ୟାଣ୍ଡେଲ ବର୍ତ୍ତମାନ ୱିକଲି କ୍ୟାଣ୍ଡେଲ ଆଗରୁ ଅଛି। ମୁଁ ଏବେ ଏକ୍ସଟ୍ରା ବର୍ତ୍ତମାନ ଏବେ ଜୋନ୍ ଏଠି କାଟିବି, ମୁଁ କଲର ଚେଞ୍ଜ କରିଦଉଛି, ଏଟାକୁ ସପୋଜ ଗ୍ରୀନ୍ କରିଦଉଛି। ତ ତା ମାନେ ଅଲରେଡି ଦେଖନ୍ତୁ ଏଇ ଯୋଉ ଜୋନଟାରେ ବର୍ତ୍ତମାନ ଏବେ ମୁଁ ଆଜିର ହାଇକୁ ବର୍ତ୍ତମାନ ମାର୍କ କରିବି, ଅଲରେଡି ମଧ୍ୟ ଇଏ ପୂର୍ବ ଦିନର ହାଇ ଥିଲା। ସେମିତି ଦିସ୍ ଇଜ ୟୋର ଓପନ, ଦିସ୍ ଇଜ ଦ କ୍ଲୋଜ ଆଣ୍ଡ ଦିସ୍ ଇଜ ୟୋର ଓପନ। ଓକେ, ଇନ୍ ଦ ସେମ୍ ୱେ ଦିସ୍ ଇଜ ୟୋର ଲୋ। ତାମାନେ ବର୍ତ୍ତମାନ ଏଇଟା ହେଲା ଲୋ, ତାମାନେ ବର୍ତ୍ତମାନ ମୁଁ ଏବେ ହାଇ ଲୋ କ୍ଲୋଜର ପୁଣି ଆଉ ଗୋଟେ ଜୋନ୍ ବର୍ତ୍ତମାନ ମୁଁ ଆଇଡେଣ୍ଟିଫାଏ କରିଦେଲି। ଓକେ, ପୂର୍ବ ଦିନର ହାଇ ଲୋ କ୍ଲୋଜକୁ ମଧ୍ୟ ଆପଣ ସେପାରେଟ୍ କରିଦେଇ ପାରନ୍ତି, ନାହିଁ ତ ରଖିଲେ। ଏବେ ଖାଲି ମନେ ରଖନ୍ତୁ ଯେ ଗ୍ରୀନ୍ କଲର ନାଉ ଏଗେନ୍ ବିହେଭ୍ ଏଜ୍ ଏ ସପୋର୍ଟ ଆଣ୍ଡ ରେଜିଷ୍ଟାନ୍ସ। ଦେଖନ୍ତୁ ଏଇ ଜାଗାରେ ରେଜିଷ୍ଟାନ୍ସ ନାଉ ଆଜି ଫେସ୍ କରିଛି, କାଲି ହୁଏତ ୟା ଉପରୁ ଯଦି ଗଲା ନା ଏବେ ଜୋନ୍ ଏଇଟୁ ଏଇଟ୍ ହେଇଯିବ। ଓକେ, ଭୁଲି ଯାଆନ୍ତୁ ମୁଁ ଯାହା କହୁଥିଲି। ଏବେ ଆମେ ଆମର ନର୍ମାଲ ସପୋର୍ଟ ରେଜିଷ୍ଟାନ୍ସ ପାଇସାରିଲା ପରେ ଆମ ନର୍ମାଲ ଟ୍ରେଡିଂ ସେଟଅପକୁ ଆମେ ଆସିବା। ଦେଖନ୍ତୁ ଆଜି ପ୍ରାଇସ୍ ଏଇ ଜାଗାରେ ଖୋଲିଲା, ମୁଁ ଅଲରେଡି ଯୋଉ ବିଷୟ ଆଗରେ କଥା ହଉଥିଲି, ପ୍ରଥମେ ମୁଁ କ'ଣ ଡିସିସନ କରିବି ଯେ ପ୍ରାଇସ୍ର ଏବେ ଭୋଲାଟିଲିଟି କୋଉ ଜୋନ୍ରେ ଓପନ ହେଲା। ତେଣୁ ଭୋଲାଟିଲିଟି ପାଇଁ ଆମେ ଯେମିତି ୟୁଜ୍ ଆଗରୁ କରନ୍ତି ଯେ ଆମର ଭୋଲାଟିଲିଟି ଇଣ୍ଡିକେଟର ଆମେ ନର୍ମାଲି ୟୁଜ୍ କରନ୍ତି। ତେଣୁ ମୁଁ ଏବେ ଭୋଲାଟିଲିଟି ଇଣ୍ଡିକେଟର ବୋଲିଞ୍ଜର ବ୍ୟାଣ୍ଡକୁ ୟୁଜ୍ କଲି। ମତେ କୁହନ୍ତୁ
ଆଜିର ପ୍ରାଇସ୍ ଓପନ ହବା ଜୋନ୍ ହଉଛି ଦିସ୍ ୱାନ୍। ଓକେ, ଏଇ ଯୋଉ ଏଇ ଯୋଉ ଜାଗାରେ ଯୋଉ ଡଟେଡ୍ ଲାଇନ୍ ଅଛି ଏଇଟା ହଉଛି ପ୍ରାଇସ୍ ଆଜି ଓପନ ହେଲା। ଏବେ କୁହନ୍ତୁ ପ୍ରାଇସ୍ ଯୋଉ ଜାଗାରୁ ରିଜେକ୍ଟ ହେଲା ଏଟା କୋଉ ଜୋନ୍? ଦିସ୍ ଇଜ ଦ ଜୋନ୍ ୱାନ୍, ଦିସ୍ ଇଜ ଦ ଜୋନ୍ ଟୁ, ଦିସ୍ ଇଜ ଦ ଜୋନ୍ ଥ୍ରୀ ଆଣ୍ଡ ଦିସ୍ ଇଜ ଜୋନ୍ ଫୋର୍। ତାହେଲେ ଏକ୍ଜାକ୍ଟଲି ବର୍ତ୍ତମାନ ଏବେ ଜୋନ୍ ଫୋର୍ ରୁ ପ୍ରାଇସ୍ ରିଜେକ୍ଟ ହେଲା। ଯଦି ପ୍ରାଇସ୍ ଏଇ ଜାଗାରୁ ରିଜେକ୍ଟ ହେଲା ତ ସେମ୍ ଟାଇମରେ ଏଠି କଣ ହେଇଛି? ଆମର ରେଜିଷ୍ଟାନ୍ସ ଜୋନ୍ ଥିଲା କି ନାହିଁ? ରେଜିଷ୍ଟାନ୍ସ ଲାଇନ୍ ଥିଲା କି ନାହିଁ? ତେଣୁ ମୁଁ ଯୋଉ କଥା କହିଥିଲି ଯେ ଆମକୁ ଆଉ ଗୋଟେ ଏକ୍ସଟ୍ରା ଲେଭେଲର ଇଏ ସପୋର୍ଟିଭ ମାନେ ହେଲା କି ନାହିଁ ଟୁ ଟେକ୍ ଏନ୍ ଡିସିସନ। ଯଦି ଯିଏ ବାଇଂ ପୋଜିସନରେ ଆଗରୁ ଥିବ ଏଇଟା ଆଇଦର ପ୍ରଫିଟ ବୁକ୍ କରିବ ନାହିଁ ତ ସର୍ଟ ସେଲିଂ କରିବା ପ୍ଲାନିଂ କରିପାରେ। ତ ଦିସ୍ ଇଜ ଏନାଦର କନସେପ୍ଟ। ଓକେ ଓକେ, ତେଣୁ ପ୍ରଥମେ ବୁଝିଗଲେ ଆମେ କୋଉ ଜୋନରୁ ଆମେ ଭୋଲାଟିଲିଟିର ଥାର୍ଡ ଫୋର୍ଥ ଜୋନରେ ଆମେ ଗଲେ। ଏବେ ଆମେ ସେଲିଂରେ ଯାଇପାରିବା କି ନାହିଁ ଆମେ ବର୍ତ୍ତମାନ ଏବେ ଡିସାଇଡ୍ କରିବା। ସେଥିପାଇଁ ମୁଁ ଏଠି ଆଡ୍ କଲି ଆପଣଙ୍କର ମୁଭିଂ ଆଭରେଜ କନସେପ୍ଟ ଆଗରୁ ମୁଁ କଥା ହଉଥିଲି। କ୍ଲିୟର? ପ୍ରାଇସ୍ ଯେତେବେଳେ ନର୍ମାଲି ଫଲ୍ କଲା ଏତେବେଳେ ଦେଖନ୍ତୁ ଜୋନଟା ହଉଛି ହ୍ୱାଇଟ୍ ଜୋନ୍। ହ୍ୱାଇଟ୍ ଜୋନ୍ ମାନେ ଆମର ଏଇ ଜାଗାରେ ଯଦିଓ ଭର୍ଟେକ୍ସରେ ରେଡ୍ ଅଛି ବଟ୍ ସବ୍ ଜୋନ୍ ଇଜ ନାଉ ଗ୍ରୀନ୍। ଓକେ, ଏବଂ at the same time PVT is also high, forming higher high and a breakout occur here। ଯଦି ଆମେ ସେଲିଂ ରେ ଏଠି ଯାଇପାରିବା ମାନେ ନାହିଁ ଇମିଡିଏଟଲି। ଓକେ, କିନ୍ତୁ ବାଇଂ ପିଭିଟି କହୁଛି ବାଇଂ ରେ ଯିବା, କିନ୍ତୁ ଭର୍ଟେକ୍ସ କହୁଛି ସେଲିଂ ରେ ଯିବା, ସବଜୁନ୍ କହୁଛି ବାଇଂ ରେ ଯିବା। ତେଣୁ ଏଠି ହଉଛି ମାନେ ଇଟ୍ ଇଜ ନଟ୍ ଏ ଡିସାଇସିଭ ମାନେ ମୁଭମେଣ୍ଟ ହ୍ୱାଟ वी आर ऑब्जर्विंग टुडे हियर। ତ ଏବେ ଆମେ କରିବା ତାହେଲେ କଣ? ଏବେ ଆମର ନେକ୍ସଟ ଷ୍ଟେପ୍ ଇଜ ଦ୍ୟାଟ୍ ଯେ ଆମେ ଦେଖିବା ଯେ ଏଇ ଯେ କୋଉ ସମୟରେ ଆମର ଲିଡିଂ ଇଣ୍ଡିକେଟର ଭଳିଆ କିଏ ବିହେଭ୍ କରୁଛି? ଭର୍ଟେକ୍ସ। ଭର୍ଟେକ୍ସରେ କୋଉ ଜୋନରେ ଭର୍ଟେକ୍ସରେ କୋଉ ଜୋନରେ ଏବେ ଆପଣଙ୍କ ରିଭର୍ସାଲ ପ୍ୟାଟର୍ନ ଅବଜର୍ଭ ହେଲା। ଓକେ, ଗୋଟେ ମିନିଟ୍ ୱେଟ୍ କରନ୍ତୁ। ତେଣୁ ଯଦି ଆମର ଡେ ର ଆରମ୍ଭ ହଉଛି ଏଇ ଜାଗାରୁ, ଇମିଡିଏଟଲି ଅବଜର୍ଭ କରନ୍ତୁ ଏଇ ଜାଗାରେ ଆମର ଭର୍ଟେକ୍ସ ଉପରେ ଥିଲା ରେଡ୍, ତଳେ ଥିଲା, ତାମାନେ ଆମେ ସେଲିଂ କରିପାରିବା। ଜୋନ୍ ଇଜ ନାଉ ରେଡ୍, ୟେସ୍ ଅର୍ नो? ତ ଯଦି ଆମେ ଏବେ ଅବଜର୍ଭ କଲେ ତ ଯେତିକା ବେଳେ ବ୍ଲାକ୍ କଲର 34 ମୁଭିଂ ଆଭରେଜକୁ ଏଇ ଯୋଉ ସବୁ 10 ମୁଭିଂ ଆଭରେଜ କ୍ରସ୍ ଡାଉନ୍ କଲା, ଇଟ୍ ଇଜ ଏ ଗୁଡ୍ ଟାଇମ୍ ଟୁ ସେଲ୍। ତ ଇମିଡିଏଟଲି ସେଲ୍ କଲ ଠିକ୍ ଅଛି, ଯଦି ନ କଲ ତାହେଲେ ଅଲରେଡି ଏଡେ ବଡ ପ୍ରାଇସ୍ ମୁଭମେଣ୍ଟ ହେଇଯାଇଛି, ତେଣୁ ୱି ୱିଲ୍ ୱେଟ୍। ବୁଝିଲେ କି ନାହିଁ? ତ ଏବେ ଇଏ ପ୍ରାଇସର ଦେଖନ୍ତୁ, ପ୍ରାଇସ୍ ଏଇ ହରିଜେଣ୍ଟାଲ ଜୋନକୁ ଏବେ ଛାଡି ସାରିଲାଣି। ତାର ନେକ୍ସଟ ଟାର୍ଗେଟ କଣ ହବ? ନେକ୍ସଟ ଟାର୍ଗେଟ ଏଇ ଜୋନ ହବ। ତ ମୁଁ କାହିଁକି ଆଉ ଫର୍ଦର ସେଲିଂ କରିବା ପାଇଁ ଟ୍ରାଏ କଲିନି? ନା ରିଜନଟା ଅଲରେଡି ଇନ୍ ଦ୍ୟାଟ୍ ଜୋନ୍ ପାଖାପାଖିରେ ଅଛି। ତେଣୁ ବ୍ଲାକ୍ କଲରକୁ ପୁଣି ବ୍ରେକ୍ କଲା ସପୋର୍ଟ, ଏବଂ ତାମାନେ ନେକ୍ସଟ ଟାର୍ଗେଟ କୋଉଠି ଯିବ ନା ଗ୍ରୀନ୍ କଲରକୁ। ତ ଗ୍ରୀନ୍ କଲରକୁ ଯେତେବେଳେ ବ୍ରେକ୍ କଲା ନେକ୍ସଟ କୁଆଡେ ଯିବ? ରେଡ୍ କଲରକୁ। ଦେଖନ୍ତୁ ପ୍ରାଇସ୍ କୁଆଡେ ଯାଉଛି ଜାଣିନି ଦଉ, ଯାଇସାରିଲା ପରେ ଇମିଡିଏଟଲି ଆଫ୍ଟର ଦ୍ୟାଟ୍ ଏବେ ମୁଁ କଣ କଲି ନା ଏଇ ଜାଗାରେ ମୁଁ ଗୋଟେ ହରିଜେଣ୍ଟାଲ ଡ୍ର କରିଦଉଛି ତାକି ବେଟର ହବ ଆଇଡେଣ୍ଟିଫିକେସନ ପାଇଁ। ମୁଁ ଯଦି 1 ମିନିଟ୍ ବି କ୍ୟାଣ୍ଡେଲ କଲି, 1 ମିନିଟ୍ ଏଜ ଏ ସ୍କାଲ୍ପର, ଫିର ବି ଆପଣ କେମିତି ପରଫେକ୍ଟଲି ଟ୍ରେଣ୍ଡ ମିଳିଥାନ୍ତା ଆପଣ ୱେଟ୍ କରନ୍ତୁ। ତ ଏଇ ଜାଗାରେ ଆମର ଭର୍ଟିକାଲ ଲାଇନ ଥିଲା। କ୍ଲିୟର? ତ ଏବେ ମୁଁ କଣ କହିଛି? ଯେତିକା ବେଳେ 10 ମୁଭିଂ ଆଭରେଜ ୱିଲ୍ କ୍ରସ୍ ଏବଭ ଦ 34 ମୁଭିଂ ଆଭରେଜ। କ୍ଲିୟର? ନହେଲେ ଯେତେବେଳେ ପ୍ରାଇସ୍ ୱିଲ୍ କ୍ଲୋଜ ଏବଭ ଦ ଥ୍ରୀ ଯୋଉ 10 ମୁଭିଂ ଆଭରେଜ, ତିନିଟା କଣ ୟୁଜ କରିଛି? ଇଏମଏ, ଏସଏମଏ ଆଣ୍ଡ ଡବ୍ଲ୍ୟୁଏମଏ। এই ତିନିଟା ଏମଏ ଉପରେ ଯେତେବେଳେ କ୍ଲୋଜ ହେଲା ଆଣ୍ଡ ପ୍ରାଇସ୍ ମଧ୍ୟ କ୍ରସ୍ ଏବଭ ଦ 34 ଯୋଉ ବିଗ ଲାର୍ଜ ବ୍ଲାକ୍ କଲର ଅଛି ତା ଉପରେ କ୍ଲୋଜ ହେଲା, ଇଟ୍ ଇଜ ଏ ଗୁଡ୍ ଟାଇମ୍ ଟୁ ବାଏ। ତାମାନେ ଏବେ ଯେତେବେଳେ ପ୍ରାଇସ୍ ଏ ଉପରକୁ ଗଲା ବେଳକୁ ପ୍ରାଇସ୍ କୋଉ ଜାଗାରେ ଅଛି? ରେଜିଷ୍ଟାନ୍ସ ଜୋନ୍। ତ ରେଜିଷ୍ଟାନ୍ସ ତା କମାଲ ଦେଖିବ କି ନାହିଁ? ୟେସ୍, ଦେଖନ୍ତୁ ପ୍ରାଇସ୍ ତଳକୁ ଫଲ୍ ଡାଉନ୍ ହେଲା। ଦେନ୍ ଆଫ୍ଟର ଆମେ କଣ କରିବା? ଆମେ ୱେଟ୍ ଆଣ୍ଡ ୱାଚ୍ କରିବା କେତେବେଳେ ପର୍ଯ୍ୟନ୍ତ? ଯେତେବେଳେ ପ୍ରାଇସ୍ ୱିଲ୍ କ୍ଲୋଜ ଏବଭ ଦିସ୍ ଗ୍ରୀନ୍। ତ ପ୍ରାଇସ୍ ଏବେ ଗ୍ରୀନ୍ ଉପରେ କ୍ଲୋଜ ହେଲା।
ଏଇ ଜାଗାରେ वी शुड प्लान फॉर द बाइंग और सेलिंग। ଆମେ ବାଇଂ ପାଇଁ ବର୍ତ୍ତମାନ ପ୍ଲାନ୍ କଲେ ଦେଖନ୍ତୁ ଆପଣଙ୍କ ଆଖି ଆଗରେ 1 ମିନିଟର ଚାର୍ଟ ଏବଂ ମୁଁ ଯୋଉ ନୂଆ ତଡ଼କା ଏବେ ଆପଣଙ୍କୁ ଡିସ୍କସନ କରେଇଲି ନୂଆ କନସେପ୍ଟ କୋଉ ଜାଗାରୁ ଏକ୍ଜାକ୍ଟଲି ରିଟର୍ନ କଲା ଆପଣ କୁହନ୍ତୁ ମୁଁ କହିବିନି। ଏକ୍ଜାକ୍ଟଲି ଦ ପ୍ରାଇସ୍ ରିଟର୍ନ ଫ୍ରମ୍ ଦ୍ୟାଟ୍ ରେଜିଷ୍ଟାନ୍ସ ଜୋନ୍। କ୍ଲିୟର। ଏକ୍ସଟ୍ରା ଗୋଟେ ଆପଣଙ୍କୁ ହ୍ୟାକ୍ ସେଠି ମୁଁ ଆଡ୍ କଲି। ଆପଣ ଏଇ କନସେପ୍ଟକୁ ଯଦି ୟୁଜ୍ କରିବେ ନା ଆମ ଟ୍ରେଡ୍ ସେଟଅପ୍ ସହିତ ଇଟ୍ ୱିଲ୍ ଅଲସୋ ଗିଭ୍ ୟୁ ଦ ବେଷ୍ଟ ରେଜଲ୍ଟ ଆଉଟ୍ ଅଫ୍ ଦ୍ୟାଟ୍। କ୍ଲିୟର। ଏବଂ ତାପରେ ଆପଣ ଏଇଠି ଯଦି ସେଲିଂ କରିବାକୁ ଚାହିଁବେ ତ ଠିକ୍ ଅଛି, ନାହିଁ ତ ପ୍ରଫିଟ୍ ବୁକ୍ କରିକି ଆପଣ ମାର୍କେଟରୁ ବାହାରେ ରହିବେ। ଯେତେବେଳେ ପ୍ରାଇସ୍ ୟା ତଳକୁ ଫଲ୍ ଡାଉନ୍ କଲା ତାହେଲେ କ'ଣ ବୁଝିଗଲେ ଆପଣ ଯେ ରେଜିଷ୍ଟାନ୍ସରେ ଏଠି ଇଏ ରେଜିଷ୍ଟାନ୍ସ ଫେସ୍ କରୁଛି ଇନ୍ ଦାଟ୍ ବ୍ଲାକ୍ ହରାଜେଣ୍ଟାଲ ଲାଇନ୍ ପାଖରେ। ତେଣୁ ଆମେ ବର୍ତ୍ତମାନ ଏବେ ଆଉ ବାଇଂରେ ଯିବା ନା ସେଲିଂ ପାଇଁ ୱେଟ୍ କରିବା? ସେଲିଂ ପାଇଁ ୱେଟ୍ କରିବା। ତ ଆମର ନେକ୍ସଟ ଟାର୍ଗେଟ କ'ଣ ହବ? ମୁଁ କହିଛି ଯେତେବେଳେ ଏ ଜୋନ୍ ଛାଡ଼ିବ ତାର ନେକ୍ସଟ ଟାର୍ଗେଟ ଏଇ ଯୋଉ ଗ୍ରୀନ୍ ଜୋନ୍। ହ୍ୱାଟ ହ୍ୟାପେନ୍ ଜଷ୍ଟ ଅବଜର୍ଭ। ଟିକେ ଟାଇମ୍ ନେଲା but eventually the price now fell down and reached in this black zone and also in the the green zone or not? Clear? तो प्राइस आसला एठी। तो आम ट्रेड केमती करवा? ट्रेड्स केमती करवा? आइदर एई जगह प्राइस तलक आसला ए रेजिस्टेंस ऊपर स्टॉप लॉस देकरी आपण सेल कर परिबे। नाइन तो वेट करेंगे जितका बेले दिस 10 मुविंग एवरेज एबे क्रॉस बिलो द 34 मुविंग एवरेज जो ब्लैक कलर अच्छी मुविंग एवरेज। बस ये कनसेप्ट। ये प्रथम कनसेप्ट। द्वितीय कनसेप्ट जितका बेले प्राइस जिते प्राइस कौन कर ना पाखापाखि मुव कर विथ द मुविंग एवरेज और मान से बेसी लार्ज मुवमेंट हबार ना बट जिते से गिव अप करदेव तो एबे आपण एबे এই ଯୋଉ ରେଜିଷ୍ଟାନ୍ସ ଜୋନ୍ରେ ବର୍ତ୍ତମାନ ଏବେ ବ୍ରେକ୍ କଲେ ଆମେ ଏଣ୍ଟ୍ରି କରିବା। ଏବେ ଆମକୁ ପ୍ରଫିଟ୍ ମିଳିଲା ଫ୍ରମ୍ ଦିସ୍ ଅପ୍ ଟୁ ଦିସ୍। ତ ଦିସ୍ ଇଜ୍ ଅଲ୍ ଆବାଉଟ୍ ଦ ସିମ୍ପଲ୍ କନସେପ୍ଟ। ଯେତେବେଳେ ଏଇ ଜୋନ୍କୁ ପୁଣି ଦେଖନ୍ତୁ ଏଇ ଜାଗାରେ ପ୍ରାଇସ୍ ଫ୍ଲକ୍ଚୁଏଟ୍ କଲା, ଯେତେବେଳେ ଏ ଜୋନ୍କୁ ଗିଭ୍ ଅପ୍ କଲା ନେକ୍ସଟ ଟାର୍ଗେଟ୍ ଇଜ୍ ଦିସ୍ 40 ପଏଣ୍ଟ। ଯଦି ଏଟାକୁ ବ୍ରେକ୍ କଲା ନେକ୍ସଟ ଟାର୍ଗେଟ୍ ଇଜ୍ ୟୋର ଦ ଲୋୟର ପଏଣ୍ଟ। तामाने दिस इज द वे इन व्हिच वी कैन आल्सो ट्रेड। बुझिपारे? एंड आल्सो बाय एडिंग द सपोर्ट रेजिस्टेंस कॉन्सेप्ट द system is now become more profitable system and the accuracy increases by 5 to 20%. तो दिस इज द फैक्ट। ଯେତେବେଳେ ଏ ଜୋନ୍ ରୁ ବର୍ତ୍ତମାନ ପ୍ରାଇସ୍ ବାହାରିଲା यार नेक्स्ट टार्गेट कौन होगा ଆପଣ କୁହନ୍ତୁ? नेक्स्ट टार्गेट विल दिस वन एंड देन टू दिस वन एंड इवेंचुअली अप टू दिस। ମାନେ କୋଉ ଟାର୍ଗେଟକୁ ସେ ଆଚିଭ୍ କରିନି ଆପଣ ଅବଜର୍ଭ କରନ୍ତୁ। ତାହେଲେ ମୁଁ ଯୋଉ ଏବେ ନୂଆ କନସେପ୍ଟ ଆଡ୍ କଲି ବର୍ତ୍ତମାନ ୱିଥ୍ ଦ ସପୋର୍ଟ ରେଜିଷ୍ଟାନ୍ସ ମାନେ ଆଡ୍ କଲି ତ ଇଏ ମଧ୍ୟ ଆପଣଙ୍କୁ ଏକ୍ସଟ୍ରା ଏଜ୍ ଦେଲା ଟୁ ଟେକ୍ ଦ ଟ୍ରେଡ୍। ବୁଝିଲା? ହଉ ମାନେ ଏବେ ଚାଲନ୍ତୁ ଆଉ ଥରେ ମୁଁ ରିକେପ୍ କରିଦେବି ଯେ ଯେ ମୁଁ କୋଉ ରୁଲ ଅନୁସାରେ ବର୍ତ୍ତମାନ ଏବେ ଟ୍ରେଡ୍ ନେବି। ମୁଁ ଯୋଉ କଥା ଆଗରୁ କହିଥିଲି ସପୋର୍ଟ ରେଜିଷ୍ଟାନ୍ସ ତ ଏବେ ନୂଆ ଏଜ୍ ଆଡ୍ ହେଲା। ଆପଣ ଦେଖନ୍ତୁ ଏଠି ବି ସପୋର୍ଟ ଏ ଜାଗାରେ ପ୍ରାଇସ୍ ମୁଭ୍ କଲା କିନ୍ତୁ ଆପଣ ଏଟା କାହିଁକି ୟୁଜୁଆଲି ଅବଜର୍ଭ କଲେ ନାହିଁ? ତା ରିଜନ ହଉଛି ମତେ ଯେତେବେଳେ ପ୍ରାଇସ୍ ର ମୁଭମେଣ୍ଟ କୁ ଆମକୁ ମାନେ ଟାର୍ଗେଟ କରିବାକୁ ପଡିବ ନା ପ୍ରାଇସ୍ ର ମୁଭମେଣ୍ଟ କୁ। ତ ଏ ଜାଗାରେ ଗୋଟେ ଜିନିଷ ଏଠି ଅବଜର୍ଭ କରନ୍ତୁ ଯେ ମୁଭିଂ ଆଭରେଜ କଂଗ୍ଲୋମେରେସନ ହେଇଛି କି ଏଇଠି ପାଖାପାଖି ହଉଛି। should it cross over this 34 ମୁଭିଂ ଆଭରେଜ ଯୋଉ ବ୍ଲାକ୍ କଲର ଅଛି? ଆନ୍ସର ନା। ତ ଆମେ କେମିତି ଏକ୍ସପେକ୍ଟ କରିବା ଯେ ପ୍ରାଇସ୍ ୱିଲ୍ ମୁଭ୍ ଅପ୍ 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 ଅପ୍? ତ ନଟ୍ ପସିବୁଲ। ସେଥିପାଇଁ ଯୋଉ ସମୟରେ ପ୍ରାଇସ୍ ର ବ୍ରେକଆଉଟ ହେଲା ତାମାନେ ଦେଖନ୍ତୁ ୟା ପୂର୍ବରୁ ଆମେ ଏଣ୍ଟ୍ରି କରିଥିଲେ କିଛି ଫାଇଦା ହେଇନଥାନ୍ତା। ଯୋଉ ସମୟରେ ମାନେ ଏ ଏଣ୍ଟ୍ରି କଲା ଆପଣ ସେଇ ଜାଗାକୁ ଅବଜର୍ଭ କରନ୍ତୁ। ସପୋଜ ଇନ୍ ଦିସ୍ ରିଜିଅନ୍ ଇଟ୍ ୱିଲ୍ ଷ୍ଟାର୍ଟେଡ୍ ଟୁ ମୁଭ୍ ଅପ୍। ତ ଏଇ କ୍ୟାଣ୍ଡେଲରେ ଭର୍ଟେକ୍ସ କ'ଣ ଅଛି? ଉପରେ ଅଛି। ସେକେଣ୍ଡ ଟର୍କୋଇଜ୍ ବାର ଫର୍ମେସନ ହଉଛି ଇନ୍ ଦ ସବଜୋନ୍ ଇଣ୍ଡିକେଟର। ପିଭିଟି ରେ ୟା ପୂର୍ବରୁ ପୁରା ସୁସ୍ଥ ଥିଲା, पूरा फ्लैट थिला। नाउ ब्रेकआउट ऑफ द पीवीटी आल्सो अकर इन दिस रीजन। ए तीनटा कंडीशन जेतेबेले सैटिस्फाइड साइमल्टेनियसली ହେଇଯିବ तमाने नो चांस इट विल नॉट मूव फर्दर। तने ये निश्चित ऊपर को मूव करिवो ही करिवो।
ଦେଖନ୍ତୁ ଇମିଡିଏଟଲି ୱିଦିନ୍ 10-15 ମିନିଟ୍ ଭିତରେ 82 ପଏଣ୍ଟର ମୁଭମେଣ୍ଟ ଏବେ ହେଇଗଲା। ତ ଦିସ୍ ଇଜ ଦ ନେକ୍ସଟ କନସେପ୍ଟ। ତାହେଲେ ଆପଣ କ'ଣ କରିବେ ନା ପ୍ରଥମେ ଆଗର ସପୋର୍ଟ ରେଜିଷ୍ଟାନ୍ସ ଡ୍ର କରିଦେବେ ୱିକଲି ଆଣ୍ଡ ଡେଲିରେ। ସେକେଣ୍ଡ କ'ଣ କରିବେ ନା ସେକେଣ୍ଡ ଆପଣ ୱେଟ୍ କରିବେ ଯେ ଆମକୁ ସିଗ୍ନାଲ ଯେତେବେଳେ ମିଳିବ ୟୁ ୱିଲ୍ ଏଣ୍ଟର ଇନ୍ ଦ୍ୟାଟ୍ ଟ୍ରେଡ୍। କ୍ଲିଅର ହେବେ? ତ ଏତିକି ହେଲା ଆମର କନସେପ୍ଟ। ମୁଁ ଭାବୁଛି ଏଇ ଯୋଉ ନୂଆ କନସେପ୍ଟ ମୁଁ ଏବେ ଆଡ୍ କଲି ସପୋର୍ଟ ରେଜିଷ୍ଟାନ୍ସ, ଇଟ୍ ୱିଲ୍ ଅଲସୋ ଗିଭ୍ ଏ ନ୍ୟୁ ଏଜ୍ ଟୁ ଥିଙ୍କ ଅବାଉଟ୍ ଦ ସିଷ୍ଟମ। ଯେତେବେଳେ এই ସିଷ୍ଟମକୁ ଆପଣ ଆଡପ୍ଟ କରିବେ ନା ଆପଣଙ୍କ ତରଫରୁ ମଧ୍ୟ କିଛି କିଛି ସଜେସନ ଆସିବ ଏବଂ ତାକୁ ଯେତେବେଳେ ଆଡ୍ କରିବେ ଇଏ ଆପଣଙ୍କ ପାଇଁ ଗୋଟେ ସକ୍ସେସଫୁଲ ଟ୍ରେଡ୍ ସେଟଅପ୍ ହେଇଯିବ। ଓକେ, ଆଇ ଆଇ ହୋପ୍ ନାଉ ଇଟ୍ ଇଜ କ୍ଲିୟର ଟୁ ଅଲ୍ ଅଫ୍ ୟୁ। ଆପଣମାନେ ଏଇ ଟ୍ରେଡ୍ ସେଟଅପ୍ ରେ ମାନେ ବ୍ୟାକ୍ ଟେଷ୍ଟିଂ କରନ୍ତୁ ଏବଂ ପେପର ଟ୍ରେଡିଂ କରନ୍ତୁ। 2 ମାସ ପେପର ଟ୍ରେଡିଂ କଲା ପରେ ଦେନ୍ ରିଏଲ ମାନେ ଆପଣ ଇନପୁଟ କରିବେ। ଓକେ, ଯଦି ଏ କନସେପ୍ଟ ବୁଝିବାରେ କିଛି ଅସୁବିଧା ଅଛି ଆପଣ କମେଣ୍ଟସରେ ଲେଖନ୍ତୁ। ଆଇ ୱିଲ୍ ହ୍ୟାପି ଟୁ ଆନ୍ସର ଅଲ୍ ଦ କ୍ୱେଶ୍ଚନ୍ସ। ଓକେ, ଯଦି ଆପଣ ଭିଡ଼ିଓ ଦେଖୁଛନ୍ତି ଆଉ ଲାଇକ୍ ବା ସବସ୍କ୍ରାଇବ୍ କରିନାହାନ୍ତି ଆପଣ ସବସ୍କ୍ରାଇବ୍ କରିନିଅନ୍ତୁ ସୋ ଦ୍ୟାଟ୍ ଯେତେବେଳେ ନୂଆ ଭିଡ଼ିଓ ଅପଲୋଡ଼ ହେବ ଆପଣ ୱିଦାଉଟ୍ ଏନି ଡିଲେ ୟୁ ୱିଲ୍ ଗେଟ୍ ଦ ନୋଟିଫିକେସନ୍। ଏବଂ ଯଦି ଆପଣଙ୍କୁ ଏଇ ଯୋଉ ଇଣ୍ଡିକେଟର ମାନେ ଟୋଟାଲ ଯାହା ଯାହା କନସେପ୍ଟ ମୁଁ ୟୁଜ୍ କରୁଛି ଆପଣଙ୍କୁ ଦରକାର ଆପଣ କମେଣ୍ଟରେ ଲେଖିପାରନ୍ତି। ଆଇ ୱିଲ୍ ହ୍ୟାପି ଟୁ ସେୟାର ଦ କୋଡ୍। ଥ୍ୟାଙ୍କ ୟୁ। ମୁଁ ୟାକୁ ମଧ୍ୟ ଆହୁରି ନେକ୍ସଟ ମାନେ ଭିଡ଼ିଓରେ ମୁଁ ଆପଣଙ୍କୁ ଇମ୍ପ୍ରୋଭାଇଜ କରିବି ସୋ ଦ୍ୟାଟ୍ ଯେ ଯୋଉଥିରେ ଆପଣ ୱିଦାଉଟ୍ ଏନ୍ ହେଜିଟେସନ୍ ୟୁ ୱିଲ୍ ଏବୁଲ୍ ଟୁ ଟେକ୍ ଦ ଟ୍ରେଡ୍। ଥ୍ୟାଙ୍କ ୟୁ। ହ୍ୟାପି ଟ୍ରେଡିଂ। ଥ୍ୟାଙ୍କ ୟୁ ଏଗେନ୍।